ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ଗତକାଲି କ୍ୟାବିନେଟ୍ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ତରଫରୁ ଆଉ ଏକ ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି, ଯେଉଁ ଯୋଜନାର ନାମ ରହିଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ତ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସମସ୍ତ ରାସନ କାର୍ଡ ହିତାଧିକାରୀମାନଙ୍କର ମୁଣ୍ଡ ପିଛା ଯାହାକି 5 କେଜି ଲେଖାଏଁ ଏକ୍ସଟ୍ରା ଚାଉଳ ଯାହାକି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ। ତ ଏହି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ କୋଉମାନଙ୍କୁ ସାମିଲ କରାଯିବ ଏବଂ ଏଥିରେ ଆଉ କ'ଣ କ'ଣ ବେନିଫିଟ୍ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ, ଆସନ୍ତୁ ସେ ବିଷୟରେ ଆଜିର ଭିଡ଼ିଓରେ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ତ ଦେଖନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ରାସନ କାର୍ଡ ହିତାଧିକାରୀମାନଙ୍କୁ ପୂର୍ବରୁ ମୁଣ୍ଡ ପିଛା 5 କେଜି ଲେଖାଏଁ ଚାଉଳ ମିଳୁଥିଲା, ତ ସେଇ 5 କେଜି ଚାଉଳ ପରିବର୍ତ୍ତେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଏକ୍ସଟ୍ରା ଆଉ 5 କେଜି ଚାଉଳ ପ୍ରତ୍ୟେକ ମାସ ପ୍ରଦାନ କରାଯିବ। ଅର୍ଥାତ୍ ବର୍ତ୍ତମାନ ମୁଣ୍ଡ ପିଛା ଆପଣମାନେ 10 କେଜି ଲେଖାଏଁ ଚାଉଳ ପାଇବା ପାଇଁ ଯାଉଛନ୍ତି। ଏଇଟା ଦେଖନ୍ତୁ, ଯଦି ଆମେ ଡିଟେଲ୍ସ ବିଷୟରେ ଆଲୋଚନା କରିବା, ତ ବର୍ତ୍ତମାନ ରାଜ୍ୟରେ ଖାଉଟିଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇବା ଏବଂ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆର୍ଥିକ ବର୍ଷ 2026-27 ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା, ଯେଉଁଟାକି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବା NFSA ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯେଉଁଟାକି ରହିଛି SFSA ରେ ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୁଟା ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏହି ଯୋଜନା ମାଧ୍ୟମରେ ରାଜ୍ୟର ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କ ପରିବାର ପାଇଁ ସେମାନଙ୍କ ମାସିକ ଯେଉଁ ନିୟମିତ ଧାର୍ଯ୍ୟ ଚାଉଳ କୁଟା ବ୍ୟତୀତ ଏକ୍ସଟ୍ରା ଆଉ 5 କେଜି ପ୍ରଦାନ କରାଯିବ। ତ ଏହି ଚାଉଳ ଆପଣମାନଙ୍କୁ ଯାହାକି ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ ଏବଂ ରାଜ୍ୟରେ ବର୍ତ୍ତମାନ ଯେଉଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ମୋଟ 97,97,527 ଜଣ ପରିବାରରେ 3,22,99,692 ସଦସ୍ୟ ଉପକୃତ ହେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ 2,98,725 ପରିବାରରେ ମୋଟ 5,62,737 ଜଣ ଯୋଉଟାକି ସଦସ୍ୟ ଉପକୃତ ହେଉଥିଲେ। ତେଣୁ ସମୁଦାୟ ଯଦି ଆମେ ଦେଖିବା, ମୋଟ ଆମର ରହିଛି ଆମର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଯେଉଁ ଖାଦ୍ୟ ସୁରକ୍ଷା ଆଇନରେ 1,96,297 ପରିବାରରେ ମୋଟ ଦେଖନ୍ତୁ 3,28,52,429 ଜଣ ସଦସ୍ୟଙ୍କୁ ଏହି ଅନ୍ନପୂର୍ଣ୍ଣା ଯୋଜନାର ସୁବିଧା ମିଳିବ। ତେଣୁ ଏହା ଉପରେ ଯେଉଁ ସରକାରଙ୍କ ତରଫରୁ ମାସିକ ହାରାହାରି 1.64 ଲକ୍ଷ ମେଟ୍ରିକ ଟନ୍ ହିସାବରେ ବାର୍ଷିକ ମୋଟ 19.71 ଲକ୍ଷ ମେଟ୍ରିକ ଟନ୍ ଚାଉଳ ଯାହାକି ରାଜ୍ୟର ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଅଧୀନସ୍ଥ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ତେଣୁ ଏଠି ଯେଉଁ ଆପଣମାନଙ୍କୁ ଏହି ନିୟମ କରାଯାଇଛି, ତ ଏହା ଆପଣମାନଙ୍କୁ ଆସନ୍ତା ମାସ ଠାରୁ ଲାଗୁ କରାଯିବ ଏବଂ ଏକ୍ସଟ୍ରା 5 କେଜି ଚାଉଳ ମିଳିବ। ତେଣୁ ଆପଣମାନଙ୍କ ପାଇଁ ହୁଏତ ଏଟା ଗୋଟେ ଖୁସିର ଖବର ହେଇପାରେ, କିନ୍ତୁ ଏଠି ମଧ୍ୟ ବହୁତ ସାରା ଆପଣମାନେ ଭାବୁଥିବେ ଯେ ଆମର 5 କେଜି ଚାଉଳ ମିଳୁଛି, ତା ସହିତ ଆଉ 5 କେଜି ଏକ୍ସଟ୍ରା ଚାଉଳ ମିଳିବ। କିନ୍ତୁ ଯେଉଁ 5 କେଜି 10 କେଜି ଚାଉଳ ଆପଣମାନେ ପାଇବେ, ମୁଣ୍ଡ ପିଛା ପାଇଲେ ଆହୁରି ମଧ୍ୟ ବହୁତ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଉଟାକି ବର୍ତ୍ତମାନ ଦରଦାମ ବୃଦ୍ଧି ହେଉଛି। ତେଣୁ ମାଗଣା ଚାଉଳ ଅପେକ୍ଷା ସରକାରଙ୍କ ତରଫରୁ ଯଦି ଆଉ କିଛି ସୁନ୍ଦର ସ୍କିମ୍ ଗୁଡ଼ିକ ବାହାରନ୍ତା, ଯେମିତିକି ଦରଦାମ କେମିତି ନିୟନ୍ତ୍ରଣ ହେଇପାରିଥାନ୍ତା, ଏସବୁ ବିଷୟରେ ଦୃଷ୍ଟିପାତ କରିଥିଲେ ହୁଏତ ମୋ ଜାଣିବାରେ ଏଇଟା ଭଲ ହେଇଥାନ୍ତା। ଯାହା ବି ହଉ, ଏହି ଯୋଜନାରେ ବର୍ତ୍ତମାନ ଆପଣମାନଙ୍କୁ ଏକ୍ସଟ୍ରା 5 କେଜି ଚାଉଳ ମିଳିବ। ୟାକୁ ନେଇ ଆପଣମାନଙ୍କର ମତାମତ କ'ଣ ଅଛି ନିହାତି କମେଣ୍ଟ ସେକ୍ସନରେ ଜଣାଇବେ।